ଜୟ ହିନ୍ଦ। ଆଜି ଜଣେ ଆସିଷ୍ଟାଣ୍ଟ କମିଶନରକୁ ବିଏମ୍ସି ଅଫିସରେ ମାଡ଼ ହେଇଛି। କିନ୍ତୁ ଆପଣ ମନେ ପକାନ୍ତୁ 21 ମେରେ ଯେତେବେଳେ ଜଣେ କାର୍ଯ୍ୟରତ ଯବାନ ସେଠିକାର କର୍ମଚାରୀ ଏନଫୋର୍ସମେଣ୍ଟ ସ୍କ୍ୱାଡର ଜଣେ ଆର୍ମିର ରିଟାୟାର୍ଡ ଯବାନକୁ ବିଏମ୍ସି ସାଉଥ ଇଷ୍ଟରେ ପଶିକିରି ତାକୁ ମାଡ଼ ମରାଗଲା। କିନ୍ତୁ କେହି ଆସିଲେନି, ତାଙ୍କୁ ନ୍ୟାୟ ମିଳିଲା ନାହିଁ। ସିଏ ଯେତେବେଳେ ରିକ୍ୱେଷ୍ଟ କରିବାକୁ ଯାଇଥିଲେ ମେୟର ଅଫିସ କି, ସେ କର୍ପୋରେଟକୁ ଡାକିକି ସେଠି ଚାହା ପିଆଗଲା, କିନ୍ତୁ ଆମ କଥା କେହି ଶୁଣିଲେନି। ବର୍ତ୍ତମାନ ସେଇ ଯେଉଁ ଅଫିସର ମାଡ଼ ଖାଇଛନ୍ତି, ସେ ବର୍ତ୍ତମାନ ସେଦିନ ବି ସେଠି ଥିଲେ, ଯେଉଁଦିନ କମ୍ପ୍ରମାଇଜ ପାଇଁ ଡାକିଥିଲେ ମେୟର ଅଫିସରେ, ସିଏ ବି ସେଠି ଥିଲେ। ସେ କର୍ପୋରେଟରକୁ ସପୋର୍ଟ କରୁଥିଲେ, ମେୟର ବି ସେ କର୍ପୋରେଟରକୁ ସପୋର୍ଟ କରୁଥିଲେ। କିନ୍ତୁ ଗୋଟେ ଯବାନକୁ ନ୍ୟାୟ ଦେଲନି ତମେ, ତାକୁ ବାହାର କରିଦେଲ। ସେ ଡରିକି ତା ଘରକୁ ପଳେଇଲା, କାରଣ ତମଠି କେବେ ବି ବିଶ୍ୱାସ ନାହିଁ। ଅନ୍ୟାୟକୁ ସପୋର୍ଟ କରୁଥିଲ, ବର୍ତ୍ତମାନ ଆପଣଙ୍କ ସହିତ ବି ସେ ଅନ୍ୟାୟ ହେଲା। ଭାବନ୍ତୁ ଥରେ, କାରଣ ସେଠି ଆପଣମାନେ ଯେତେବେଳେ ମାଡ଼ ହେଲା ତାକୁ, ସେଠି ଆଉ ଜଣେ ଆସିଷ୍ଟାଣ୍ଟ କମିଶନର ତାଙ୍କୁ ବି ମାଡ଼ ହେଇଥିଲା, ସେ ଚୁପଚାପ ବସିଥିଲେ ସେଠି। ଆଉ ଇଏ ଯେଉଁ ମାଡ଼ ଖାଇଛନ୍ତି ଆଜି, ସେଠି ବି ସେ ବସିଥିଲେ। ସେ ଯେ ମାଡ଼ ମାରିଥିଲା ତାକୁ ସପୋର୍ଟ କରୁଥିଲେ। ବର୍ତ୍ତମାନ ତମ ସହିତ ଅନ୍ୟାୟ ହେଲା। କର, କେତେ ତେବେ ଅନ୍ୟାୟକୁ ସପୋର୍ଟ କରିବ କର। କାରଣ ସେଦିନ କ'ଣ କହିଲେ ମେୟର କି ଅଲ୍ ଓଡ଼ିଶା ଭେଟେରାନ୍ ସୋଲଜର ଆସୋସିଏସନକୁ କିଏ ଡାକିଲା? ବର୍ତ୍ତମାନ ସେ ଓଷା ଆସୋସିଏସନକୁ ତମର କିଏ ଡାକିଲା? କାହିଁକି? ତମ ଆସୋସିଏସନ ଆସିପାରିବ, କାହିଁକି ଆମର ଆସୋସିଏସନ ନାହିଁ। ଆମେ ସେଠି ବର୍ଡରରେ ବି ଗୁଳି ଖାଇବୁ, ଆଉ ଏଠି ତମଠୁ ମାଡ଼ ଖାଇବୁ। ଏଟା ତମର ଅନ୍ୟାୟ। এই ଅନ୍ୟାୟ ଯୋଗୁଁ ମାଡ଼ ଖାଇଛ ତେବେ, ଆଉ କିଛି ନୁହଁ। ସେଥିପାଇଁ ସୁଧୁରି ଯାଅ, ତମମାନେ ସବୁ ସୁଧୁରି ଯାଅ। ଏଠି ଯେଉଁ ଗୁଣ୍ଡାରାଜ ଚାଲିଛି, ଏଠି ବାଂଲାଦେଶୀ ମାନଙ୍କୁ ଆଣିକିରି ଏଠି ଯେଉଁ ଗୁଣ୍ଡାରାଜ ଚଳଉଛ, ସେଟାକୁ ବନ୍ଦ କରିଦିଅ। ନହେଲେ ତମ ନା ରାଷ୍ଟ୍ର ରହିବ, ନା ତମର ଗୁଣ୍ଡାରାଜ ରହିବ, ନା ଜାତି ରହିବ, ନା ଧର୍ମ ରହିବ। ଯବାନ ମାନେ ବର୍ଡରରେ ଜଗିଛନ୍ତି, ତାହେଲେ ତମେ ଏଠି ବସିକି ମସ୍ତି କରୁଛ, ଡ୍ରାମା କରୁଛ। ତେବେ ରାଜରାସ୍ତା ବନ୍ଦ କରିଦେଲ, କାହିଁକି ସେଦିନ ବନ୍ଦ କଲନି ଯେତେବେଳେ ଯବାନଟା ମାଡ଼ ଖାଉଥିଲା? ଆଜି ତମ ଉପରେ ମାଡ଼ ହେଲା, ତାହେଲେ ରାଜରାସ୍ତା ବନ୍ଦ କରିଦେଲ।